ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ଆମମାନଙ୍କର ସହିତ କଥାବାର୍ତ୍ତା ହେବା ସହିତ ଆମେ ପ୍ରଭୁଙ୍କର ବାକ୍ୟକୁ ଆମେ ବୁଝିପାରୁଛୁ। ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଆମକୁ ଅଧିକ ପ୍ରେମ କରୁଥିବା ପ୍ରଭୁ। ଆପଣଙ୍କୁ ଅଧିକ ପ୍ରେମ କରୁଥିବା ପ୍ରଭୁ। ପ୍ରିୟମାନେ, ଏହି ପ୍ରସଙ୍ଗରେ ଆମେ ଅଳ୍ପ ସମୟ ଧରି ବାକ୍ୟ ଶୁଣିବା, କାରଣ ବାଇବଲ ଆମମାନଙ୍କୁ କହେ ପ୍ରଥମ ଯୋହନ 4:19 ସେ ପ୍ରଥମରେ ଆମ୍ଭମାନଙ୍କୁ ପ୍ରେମ କରୁଥିବାରୁ ଆମ୍ଭେ ପ୍ରେମ କରୁ। ପ୍ରିୟମାନେ, ଆମକୁ ଯଦି ସବୁଠୁ ପ୍ରଥମରେ ଯଦି କେହି ପ୍ରେମ କରିଛନ୍ତି ସେ ପ୍ରଭୁ। ଆମେ ଯେଉଁ ସମୟରେ ମାତାର ଗର୍ଭରେ ଥିଲୁ, ଯେଉଁ ସମୟରେ ଆମେ ଜନ୍ମଗ୍ରହଣ କରିନଥିଲୁ, ସେହି ସମୟରେ ସେ ପ୍ରଥମରେ ଆମକୁ ପ୍ରେମ କଲେ। ଆମେ ତାଙ୍କୁ ପ୍ରଥମେ ପ୍ରେମ କରିନାହୁଁ, କି କୌଣସି ବ୍ୟକ୍ତି ଆମକୁ ପ୍ରଥମେ ପ୍ରେମ କରିନାହାନ୍ତି। ପ୍ରଥମରେ ପ୍ରଭୁ ଆମମାନଙ୍କୁ ପ୍ରେମ କଲେ। ଆଉ ପ୍ରଭୁ ଆମମାନଙ୍କୁ ପ୍ରେମ କରୁଥିବାର ଅନେକ ପ୍ରମାଣ ଗୁଡ଼ିକ ବାଇବଲ ଆମମାନଙ୍କୁ ଦିଏ। କାରଣ ସବୁଠୁ ଅଧିକ ପ୍ରେମ, କାରଣ ଜଗତରେ ଏ ପ୍ରକାର ଅନେକ ଜଣ ଅଛନ୍ତି, ସେମାନେ ପ୍ରେମର ଭୋକିଲା ସୁଶୀଲା ହେଇକିନା ଅଛନ୍ତି। ସେମାନେ କହନ୍ତି ମୋତେ କେହି ପ୍ରେମ କରୁନାହାନ୍ତି, ମୋତେ କେହି ପଚାରୁନାହାନ୍ତି, ମୋତେ କେହି ଯତ୍ନ ନେଉନାହାନ୍ତି। ଏହି ପ୍ରକାର ଭାବରେ ସେମାନଙ୍କର ମନ ହୃଦୟ ଗୁଡ଼ିକ ରହିଛି। ମାତ୍ର ସେମାନେ ଜାଣନ୍ତି ନାହିଁ ଯେ ଆମକୁ ସବୁଠୁ ଅଧିକ ପ୍ରେମ କରୁଥିବା ବ୍ୟକ୍ତି ହେଉଛନ୍ତି ପ୍ରଭୁ। ଲେଖାଯାଏ, ଯଦି ପଢ଼ିବା ରୋମିଓ 5:8, କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସହ ପ୍ରମାଣ କରିଅଛନ୍ତି। ପ୍ରିୟମାନେ, ଆମେ ଧାର୍ମିକ ହେଲୁ, ପବିତ୍ର ହେଲୁ, ଆମେ ଠିକ୍ ହେଇଗଲୁ, ଭଲ ହେଇଗଲୁ, ସେତେବେଳେ ତ ଅନେକ ଲୋକ ଆମକୁ ପ୍ରେମ କରିବେ। ମାତ୍ର ଯେଉଁ ସମୟରେ ଦୁଷ୍ଟ ଥିଲୁ, ଯେଉଁ ସମୟରେ ଆମେ ପାପରେ ପତିତ ହେଇକିନା ଥିଲୁ, ଯେଉଁ ସମୟରେ ଆମେ ମଦ ପିଉଥିଲୁ, ଜୁଆ ଖେଳୁଥିଲୁ, ବ୍ୟଭିଚାର କରୁଥିଲୁ, ଏହି ପ୍ରକାର ଅବସ୍ଥାରେ ପ୍ରଭୁ ଆମମାନଙ୍କୁ ପ୍ରେମ କଲେ। ତାର ପ୍ରମାଣ କ'ଣ? ସେ କ୍ରୁଶରେ ଆପଣା ଜୀବନ ଦେଲେ, ମୃତ୍ୟୁଭୋଗ କଲେ। ଏହି ପ୍ରକାର ପ୍ରେମ କେବଳ ପ୍ରଭୁ ହିଁ କରିପାରନ୍ତି। ଆମକୁ ସବୁଠୁ ଅଧିକ ପ୍ରେମ କରୁଥିବା ପ୍ରଭୁ। ପ୍ରିୟମାନେ, ଆପଣମାନେ କହିବା ପାଇଁ ଚାହେଁ, ଏ ଦୁନିଆରେ ଯଦି କେହି ଆମକୁ ସବୁଠୁ ଅଧିକ ପ୍ରେମ କରୁଛନ୍ତି ସେ ପ୍ରଭୁ ଅଟନ୍ତି। ଆମେ ପାପୀ ଥିଲୁ, ଦୁଷ୍ଟ ଥିଲୁ, ମନ୍ଦ ଥିଲୁ, ସେହି ସମୟରେ ସେ ଆମକୁ ପ୍ରେମର ପ୍ରମାଣ ଦେଲେ। ଏହି ପ୍ରକାର ପ୍ରମାଣ କିଏ ଦେବେ ନାହିଁ? ଯେଉଁ ସମୟରେ ସ୍ୱାମୀ ଭଲ ହେଲେ ସ୍ତ୍ରୀ ପ୍ରେମ କରିବ, ସ୍ତ୍ରୀ ଭଲ ହେଲେ ସ୍ୱାମୀ ପ୍ରେମ କରିବେ, ପୁଅ ଝିଅ ଭଲ ହେଲେ ମା ବାପା ପ୍ରେମ କରିବେ, ଆମେ ଭଲ ହେଲେ ବନ୍ଧୁବାନ୍ଧବ ପ୍ରେମ କରିବେ। ମାତ୍ର ଆମେ ଯେଉଁ ସମୟରେ ପାପୀ ଥିଲୁ, ସେହି ସମୟରେ ପ୍ରଭୁ ଆମମାନଙ୍କୁ ପ୍ରେମ କଲେ। ପରମେଶ୍ୱରଙ୍କ ପ୍ରେମ ଆମକୁ ସବୁଠୁ ଅଧିକ ପ୍ରେମ କରୁଥିବା ପ୍ରଭୁ। ସେହି ପ୍ରଭୁ ସେ ଆମମାନଙ୍କୁ କହୁଅଛନ୍ତି ଏବ୍ରୀ 12:6, କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି। ପ୍ରିୟମାନେ, ଆମକୁ ପ୍ରେମ କରିବାର ପ୍ରମାଣ ସେ ଦେଲେ ଯେ ସେ କ୍ରୁଶରେ ଆପଣା ଜୀବନକୁ ଦେଲେ, ଆପଣା ପ୍ରାଣ ଦେଲେ, ଆମ ନିମନ୍ତେ ମୃତ୍ୟୁ ଭୋଗ କଲେ। ଆଉ ସେ ଆମମାନଙ୍କୁ ତାଙ୍କ ପ୍ରେମର ପ୍ରମାଣ ଦେଉଛନ୍ତି। ସବୁଠୁ ଅଧିକ ସେ ଆମକୁ ପ୍ରେମ କରୁଛନ୍ତି। ଆଉ ଦ୍ୱିତୀୟରେ ସେ ପ୍ରେମର ତାଙ୍କର ପ୍ରମାଣ ଦେଉଛନ୍ତି, କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି। ପ୍ରଭୁଙ୍କର ଗୌରବ। ଆଜି ଅନେକ ଜଣ ପ୍ରଭୁଙ୍କ ଦ୍ୱାରା ଶାସନ ପାଉଛନ୍ତି, ମାତ୍ର ସେମାନେ ଏଇଟା ପ୍ରଭୁଙ୍କର ପ୍ରେମ ବୋଲି ଜାଣିପାରୁନାହାନ୍ତି। ଆପଣ ଅନେକ ଜଣ ମଧ୍ୟ ଏହି ସମୟରେ ଏହି ମେସେଜକୁ ଶୁଣୁଥିବେ। ପ୍ରଭୁ ପ୍ରେମ କରିବାର ଅର୍ଥ ଯେ ଆମକୁ ଘର ଦେବା, ଗାଡ଼ି ଦେବା,
आमको सुना देवा उत्तम स्वास्थ्य भोग करने देवा ठीक अच्छे ये सब अच्छी प्रभु प्रेमर चिन्ह मात्र प्रभुंर प्रेमर चिन्ह कौन अटे शासन प्रभु आमको प्रेम करुँच यार अर्थ कौन से आमको शासन करुँच अनुजोग करुँच प्रिय माने यही प्रेम को लोक पसंद करती ना यही प्रकार प्रेम क्या दरकार ना मु जो प्रकार जीवन यापन कले कहीं मत कि नुह कहतु आज अनेक जन माँ बापा को पसंद न कर कारण कौन अन्य मान को बेसी पसंद कहीं कारण माँ बापा माने भूल कले से अनुजोग करुँच प्रिय माने आज अनेक जन प्रभु को कहीं पसंद करूना कारण प्रभु से अनुजोग करती आपण मान कहे यहीटा आम मान निमंते प्रेम जदि आपण किसी भूल करुँच आपण को कहीं कहवाक लोक नहांती ताहले आपण नष्ट होइजिबे आपण बर्बाद होइजिबे सेतिबे प्रभु सबुठु अधिक आमको प्रेम करुथिबारु से आम निमंते मृत्यु भोग करी ताको प्रेमर प्रमाण देइछंती आउ द्वितीय प्रभु आमको सबुठु अधिक प्रेम करुथिबारु से आमको शासन करुछंती कारण प्रभु जहाको प्रेम करंती ताहाको शासन करंती प्रिय माने जो समय दाऊद भूल कले बसेवा सहित पाप कले से समय नाथन भविष्य वक्ता आसी अनुजोग कले शासन कले तुम्हें कि प्रकार कल अन्यर स्त्री को तुम्हें ये प्रकार भाव में खराब कल स्वामी को तुम्हें हत्या कल से समय दाऊद रिपेंट कले गीत संगीता 51 लिखले अनुताप कर प्रभु निकट को फेरी आसिले मात्र जो समय सोलोमन पाप कले विभिन्न प्रकार भूल काम गुड़िक कले से समय सोलोमन को अनुजोग करने शासन करने पाखु कहीं गले ना कारण सोलोमन दुनियार सबुठार ज्ञानी व्यक्ति से ज्ञानी व्यक्ति को किए परामर्श देवा जो अनेक जन अच्छा मुझे सब जानी मुझे सब शिखी मुझे सब जना मत किए कहार आवश्यक ना आम यही प्रकार गोटे समय आसे पहुँची जाइछु जे जो समय कि लोक मैंने शिखापी अनुजोग शुणापी ना अन्य को शिखाइवाप अन्य को परामर्श देवाई अच्छा सोलोमन जो समय भूल काम कले जदि अनुजोग करने कहीं थांते ताहले सोलोमन ए प्रकार भाव से उत्तम आरंभ आउ गोटे बहुत खराब समाप्ति कर न थांते अनुजोग दरकार अच्छे प्रभु जहाँ को प्रेम करती जो पुत्र को प्रेम करती ताहाकु से कौन करती शासन करती पुणी जो पुत्र को से ग्रहण करती ताहाकु प्रहार करती प्रिय माने आज जदि आपण से प्रकार प्रहारित होउछंती प्रभु द्वारा शैतान नहीं प्रभु प्रहारित करती देखो जो समय पाउल अतिशय गर्वी प्रकार न हुए प्रभु तांको प्रहार करने शैतान दूत स्वरूप गोटे कंटक तांको दिगला पाउल से बुझीगले जे मु गर्वी न होगापाई मत यही प्रकार प्रभु शासन करुँच प्रिय प्रभु को लोक मैंने आपण को प्रभु सबुठार अधिक प्रेम करुँच से प्रेमर चिन्ह आपण मैंने भल भाव जानुंट जे से आम निमंते मृत्यु भोग कले आ द्वितीय से आमको शासन करुँच अनुजोग करुँच प्रहार करुँच जे प्रकार कि आम कौन से प्रकार भूल बाट को न जाऊ प्रभु आपको आशीर्वाद करूँ आसतु पदे प्रार्थना करवा आमको सबुठारु अधिक प्रेम करुवा प्रभु आमे तुमको धन्यवाद दौचु प्रशंसा करुचु स्वर्गीय पिता तुम परी पिता कहीं नहांती तुमको धन्यवाद दौचु जे तुम्हें आम परी पापीबार को प्रेम कल आम निमंते मृत्यु भोग कल आई समय आम को तुम्हें शासन करुच अनुजोग करुच आमको तैयारी करुच मु तुमको धन्यवाद जो मैंने विभिन्न प्रकार परिस्थिति मध्य दे गमन करुछंती प्रभु प्रार्थना करुचु तुम्हें दयाकर से संभाल कौन प्रकार भाव में भांगी पड़ापी दियो ना सबु समय से माने जे प्रकार तुम पाए उद्योगे थे अनुग्रह प्रदान कर प्रभु तुम्हें आमको प्रेम करुथिबारु धन्यवाद तुम प्रेम पाए धन्यवाद तुम शासन पाए धन्यवाद तुम अनुजोग पाए धन्यवाद तुम प्रहार पाए धन्यवाद प्रत्येक विषय निमंते धन्यवाद दे प्रार्थना प्रिय प्रभु यीशु नाम रे मागुछु आमेन आमेन प्रेज द लॉर्ड प्रभु आम समस्त को प्रचुर भाव आशीर्वाद करंतु प्रभु अनुग्रह कले आसंता अध्याय और नुआ प्रसंग में परस्पर सहित साक्षात करवा रहिबा नमस्कार प्रेज द लॉर्ड गॉड ब्लेस यू।